আজি 20 ମାନଚିତ୍ର ଦେଖିଲେ ଆପଣଙ୍କୁ ଲାଗୁଛି ନା ସୀମାଗୁଡ଼ିକ ଶାନ୍ତ ରହିଛନ୍ତି, କିନ୍ତୁ ସେଗୁଡ଼ିକ ପଛରେ ଚାଲିଥିବା କାହାଣୀ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅନେକ ଥର ଇତିହାସ ଝଗଡ଼ା କରି ଆସେ ନାହିଁ, ଧୀରେ ଧୀରେ ଠକ୍ ଠକ୍ କରି ଆସେ। ବାଂଲାଦେଶ ସହିତ ଘଟୁଥିବା ଘଟଣା ମଧ୍ୟ ସେହିଭଳି। ବାହାରୁ ଦେଖିଲେ ଏହା କେବଳ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ରାଜନୀତି ଭଳି ଲାଗିପାରେ, କିନ୍ତୁ ବାସ୍ତବରେ ଏହାର ପ୍ରଭାବ ସିଧାସଳଖ ଭାରତର ନିରାପତ୍ତା, ରାଜନୀତି ଏବଂ ଅର୍ଥନୀତି ଉପରେ ପଡ଼ୁଛି। ଏହି କାରଣରୁ ଏହି କାହାଣୀ କେବଳ ବାଂଲାଦେଶର ନୁହେଁ, ଭାରତର ମଧ୍ୟ ହୋଇଯାଇଛି। ଅତୀତ କିଛି ସମୟ ଧରି ବାଂଲାଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସରକାର ବିରୋଧରେ କ୍ରୋଧ, ରାସ୍ତାରେ ପ୍ରତିବାଦ ଏବଂ କ୍ଷମତା ବିଷୟରେ ଅନିଶ୍ଚିତତା, ଏସବୁ ମିଶି ଏକ ଅଶାନ୍ତ ପରିବେଶ ସୃଷ୍ଟି କରିଛି, ଯାହା ସହିତ ପ୍ରତ୍ୟେକ ଦେଶ ସତର୍କ ହୋଇଯାଇଛି। କିନ୍ତୁ ଭାରତ ପାଇଁ ଏହି ବିଷୟ ଆହୁରି ଅଧିକ ସମ୍ବେଦନଶୀଳ, କାରଣ ଭାରତ ଏବଂ ବାଂଲାଦେଶ କେବଳ ପଡ଼ୋଶୀ ନୁହନ୍ତି, ଗଭୀର ଭାବେ ଏକାଠି ବାନ୍ଧି ହୋଇଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ କିମି ଲମ୍ବା ଭୂମି ସୀମା ଅଛି। ଏହା ବିଶ୍ୱରେ ସବୁଠାରୁ ଜଟିଳ ସୀମାଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। କେଉଁଠାରେ ଘନ ଜଙ୍ଗଲ ଅଛି, କେଉଁଠାରେ କାଦୁଅ ମାଟି ସମତଳ ଭୂମି, କେଉଁଠାରେ ନଦୀ ଏବଂ କେଉଁଠାରେ ପର୍ବତ ଅଞ୍ଚଳ। ଏପରି ସୀମାରେ ଅଳ୍ପ ମଧ୍ୟ ଅସ୍ଥିରତା ଆସିଲେ ତାହାର ପ୍ରଭାବ ସିଧାସଳଖ ଭାରତ ଭିତରେ ଅନୁଭବ ହୁଏ। ଏବେ ଏହି ମଝିରେ ଏକ ନାମ ହଠାତ୍ ଅଧିକ ଚର୍ଚ୍ଚାରେ ଆସିଛି। ଶେଖ୍ ହସିନା, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ। ତାଙ୍କର ଦେଶ ଛାଡ଼ି ଭାରତକୁ ଆସିବା କେବଳ ଏକ ବ୍ୟକ୍ତିଙ୍କ ନିଷ୍ପତ୍ତି ନୁହେଁ, ଏକ ବଡ଼ ରାଜନୈତିକ ସନ୍ଦେଶ। ବାଂଲାଦେଶରେ ପରିସ୍ଥିତି ଖରାପ ହେବା ଆରମ୍ଭ ହେଲା ବେଳେ ଶେଖ୍ ହସିନା ପ୍ରଥମେ ନିଜ ପାଇଁ ନିରାପଦ ଆଶ୍ରୟ ଖୋଜିବା ଆରମ୍ଭ କରିଥିଲେ। ସେ ଯୁକେକୁ ଯୋଗାଯୋଗ କରିଥିଲେ, ସଦି ଆରବ ସହିତ କଥା ହୋଇଥିଲେ, ଆମେରିକା ଉପରେ ମଧ୍ୟ ଆଶା ରଖିଥିଲେ। କିନ୍ତୁ ପ୍ରତ୍ୟେକ ଜାଗାରୁ ଏକାହି ଉତ୍ତର ଆସିଥିଲା, ନା। କୌଣସି ଦେଶ ଏହି ଅଗ୍ନିରେ ଡେଇବାକୁ ପ୍ରସ୍ତୁତ ନଥିଲା। ସମସ୍ତେ ଜାଣିଥିଲେ କି ଶେଖ୍ ହସିନାଙ୍କୁ ଆଶ୍ରୟ ଦେବା ଅର୍ଥାତ୍ ବାଂଲାଦେଶ ରାଜନୀତିରେ ସିଧାସଳଖ ହସ୍ତକ୍ଷେପ। ଏହି କାରଣରୁ ଶେଷରେ ତାଙ୍କର ଦୃଷ୍ଟି ଭାରତ ଉପରେ ପଡ଼ିଥିଲା। ଶେଖ୍ ହସିନାଙ୍କ ବିମାନ ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ହିନ୍ଦ୍ ଏୟାର ବେସ୍ ଉପରେ ଅବତରଣ କଲାବେଳେ ବୋଧହୁଏ ବହୁତ କମ୍ ଲୋକଙ୍କୁ ବୁଝାଇଥିବ ଏହି ଲ୍ୟାଣ୍ଡିଂ ଭାରତ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଇଣ୍ଡିଆନ୍ ଏୟାର ଫୋର୍ସର ତତ୍ତ୍ୱାବଧାନରେ ତାଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ପୂରା ସୁରକ୍ଷା, ଶେଖ୍ ହାଉସ୍, ସବୁ ବ୍ୟବସ୍ଥା କରାଯାଇଥିଲା। ଘଣ୍ଟାରୁ ଅଧିକ ସମୟ ବିତିଗଲା, କିନ୍ତୁ ଶେଖ୍ ହସିନା ଭାରତରେ ହିଁ ରହିଗଲେ। ଏଠାରୁ ହିଁ ଏହି କଥା ବ୍ୟାପିବା ଆରମ୍ଭ ହେଲା। ଭାରତ ସେମାନଙ୍କର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ରୟ ଦେଇଛି। ସେଠାରେ ଲୋକଙ୍କ ମଧ୍ୟରେ କ୍ରୋଧ ବଢ଼ିବା ଆରମ୍ଭ ହେଲା। ସୋସିଆଲ ମିଡିଆରେ ଭାରତ ବିରୋଧୀ କଥା ଆରମ୍ଭ ହେଲା। ପରେ ଆଧିକାରିକ ଭାବେ ବାଂଲାଦେଶ ସୁପ୍ରିମକୋର୍ଟ ବାର ଆସୋସିଏସନ ତରଫରୁ ଭାରତ ଉପରେ ଚାପ ବଢ଼ାଇଲେ। ସେମାନଙ୍କର ଦାବି ସ୍ପଷ୍ଟ, ଭାରତ ଶେଖ୍ ହସିନା ଏବଂ ତାଙ୍କର ଭଉଣୀଙ୍କୁ ଗିରଫ କରି ବାଂଲାଦେଶକୁ ଫେରାଇ ପଠାଇବା ଉଚିତ। ଏହା ସାଧାରଣ ଦାବି ନୁହେଁ, ଏହା ଭାରତର ସାର୍ବଭୌମତ୍ୱ ଏବଂ ବୈଦେଶିକ ନୀତି ଉପରେ ସିଧାସଳଖ ପ୍ରଶ୍ନ। ବାଂଲାଦେଶ ତରଫରୁ ଏହି ସନ୍ଦେଶ ଦିଆଯାଇଛି। ଭାରତ ଭଲ ସମ୍ପର୍କ ରକ୍ଷା କରିବାକୁ ଚାହୁଁଥିଲେ ଏହି ପଦକ୍ଷେପ ଅନିବାର୍ଯ୍ୟ। ଏବେ ଭାରତ ସମ୍ମୁଖରେ ପରିସ୍ଥିତି ବହୁତ ସମ୍ବେଦନଶୀଳ ହୋଇଯାଇଛି। ଗୋଟିଏ ପାଖେ ମାନବତା ଏବଂ ସୁରକ୍ଷା ପ୍ରଶ୍ନ, ଅନ୍ୟ ପାଖେ ପଡ଼ୋଶୀ ଦେଶ ସହିତ ସମ୍ପର୍କର ଭବିଷ୍ୟତ। ଭାରତ କୌଣସି ତୁରନ୍ତ ପଦକ୍ଷେପ ନେଇନାହିଁ, କିନ୍ତୁ ଏହି ମଝିରେ ତାର ପ୍ରସ୍ତୁତି ସ୍ପଷ୍ଟ ଦେଖାଯିବା ଆରମ୍ଭ ହେଲା। ବାସ୍ତବରେ ଭାରତ ବାଂଲାଦେଶ ବିଷୟରେ ପ୍ରସ୍ତୁତି ହଠାତ୍ କରିନାହିଁ। ଅନେକ ବର୍ଷ ଧରି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ଭାରତକୁ ସନ୍ଦେହ ଥିଲା। ଏହି କାରଣରୁ ବାଂଲାଦେଶ ଚାରିପାଖରେ ସାମରିକ ମୌଳିକ ସୁବିଧାଗୁଡ଼ିକୁ ମଜବୁତ କରିଛି। ଗୋଟିଏ ଦେଶର ଭୂମି, ଆକାଶ ଏବଂ ସମୁଦ୍ର ତିନି ପାଖୁ ନିରାପଦ ରହିଲେ
ତାକୁ କମ୍ ଆକଳନ କରାଯାଏ ନାହିଁ। ଭାରତ ସେହି ରଣନୀତି ଅନୁସରଣ କରିଛି। ପଶ୍ଚିମବଙ୍ଗରେ ଥିବା ହାସିମାରା ଏୟାରଫୋର୍ସ ବେସ୍ ବାଂଲାଦେଶ ସୀମାରୁ କେବଳ କିମି ଦୂରରେ ଅଛି। ଏହା ଦୀର୍ଘଦିନ ଧରି ରଣନୈତିକ ବେସ୍ ଭାବେ ବିବେଚନା ହେଉଛି। ସେହିଭଳି ବାଘଡୋଗ୍ରା ଏୟାରଫୋର୍ସ ବେସ୍ ବାଂଲାଦେଶ ସୀମାରୁ ପ୍ରାୟ କିମି ଦୂରରେ ଅଛି, ତୁରନ୍ତ ଏୟାର ଆକ୍ସନ ନେଇପାରେ। ଏଗୁଡ଼ିକ ସହିତ ପଶ୍ଚିମବଙ୍ଗରେ ଆହୁରି ଅନେକ ଏୟାର ବେସ୍ ଅଛି, ଆବଶ୍ୟକ ହେଲେ ସମଗ୍ର ଅଞ୍ଚଳକୁ ନିୟନ୍ତ୍ରଣ କରିପାରିବ। ଭାରତ ସରକାର ଏହି ଚ୍ୟାଲେଞ୍ଜଗୁଡ଼ିକୁ ଦେଖି ଚିକେନ ନେକ୍କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ନିକଟରେ କିଛି ପୁରୁଣା ବନ୍ଦ ହୋଇଥିବା ଏୟାର ବେସ୍ ଗୁଡ଼ିକୁ ପୁନର୍ବାର ଆରମ୍ଭ କରିବାକୁ ଘୋଷଣା କରିଛି। ଏହା କେବଳ ପ୍ରଦର୍ଶନୀୟ ପ୍ରସ୍ତୁତି ନୁହେଁ, ପ୍ରତ୍ୟେକ ସମ୍ଭାବ୍ୟ ଧମକକୁ ଦୃଷ୍ଟିରେ ରଖି ତିଆରି କରାଯାଇଥିବା ବ୍ୟବସ୍ଥା। ଏବେ ଗ୍ରାଉଣ୍ଡ ଲେଭଲ ବିଷୟରେ କହିଲେ ଇଣ୍ଡିଆନ ଆର୍ମିର ଉପସ୍ଥିତି ଆହୁରି ମଜବୁତ ଦେଖାଯାଏ। ସୀମା ନିକଟରେ ପ୍ରାୟ 6ଟି ବଡ଼ ଆର୍ମି ବେସ୍ ଅଛି। ସେଗୁଡ଼ିକ ମଧ୍ୟରୁ 4ଟି ବେସ୍ କେବଳ ଏବଂ କିମି ଦୂରରେ ନିର୍ମିତ। ଆସାମରେ ମିସାମାରୀ ଏବଂ ରଙ୍ଗିଆ ଭଳି ବେସ୍ ଗୁଡ଼ିକ ବାଂଲାଦେଶ ସୀମାରୁ କେବଳ କିମି ଦୂରରେ ଅଛି। ଏହି ବେସ୍ ଗୁଡ଼ିକର ଅର୍ଥ କେବଳ ସୈନ୍ୟ ଉପସ୍ଥିତି ନୁହେଁ, ଭାରତ କୌଣସି ପରିସ୍ଥିତିରେ ନିଜର ସୁରକ୍ଷା ଉପରେ ଆପୋଷ କରିବ ନାହିଁ ବୋଲି ସନ୍ଦେଶ। କୌଣସି ପରିସ୍ଥିତି କେତେ ଜଟିଳ ହେଲା ମଧ୍ୟ ସମୁଦ୍ର ପାଖେ ଦେଖିଲେ ଚିତ୍ର ଆହୁରି ସ୍ପଷ୍ଟ ହୁଏ। କୋଲକାତାରେ ଆଇଏନ୍ଏସ୍ ନେତାଜୀ ସୁଭାଷ ନେଭାଲ ବେସ୍ ବାଂଲାଦେଶରୁ ପ୍ରାୟ କିଲୋମିଟର ଦୂରରେ ଅଛି। ଓଡ଼ିଶାରେ ଆଇଏନ୍ଏସ୍ ପାରାଦୀପ ପ୍ରାୟ କିମି ଦୂରରେ ଅଛି। ଆଣ୍ଡାମାନ ନିକୋବାର ଏବଂ ତାମିଲନାଡୁର ନେଭାଲ ବେସ୍ ଗୁଡ଼ିକ ବାଂଲାଦେଶରୁ ଦୂରରେ ଥିଲା ମଧ୍ୟ ସେଗୁଡ଼ିକର ରଣନୈତିକ ମୂଲ୍ୟ ବହୁତ ଅଧିକ। ଆହୁରି ବିଶାଖାପାଟଣା, ଚେନ୍ନାଇ ଏବଂ ଏନ୍ନୋର ଭଳି ନେଭାଲ ବେସ୍ ଗୁଡ଼ିକ ମଧ୍ୟ ଏହି ସମଗ୍ର ସୁରକ୍ଷା ନେଟୱର୍କର ଅଂଶ। ଅର୍ଥାତ୍ ସମୁଦ୍ର ମାର୍ଗରୁ କୌଣସି ଧମକ ଆସିଲେ ଭାରତ ପୂରା ପ୍ରସ୍ତୁତ ଅଛି। ଏବେ ପ୍ରଶ୍ନ ହେଉଛି, ଭାରତକୁ ଏତେ କଠୋର ସୁରକ୍ଷା ଆବଶ୍ୟକ ହେଲା କାହିଁକି? ଏହାର ଉତ୍ତର ଇତିହାସରେ ଲୁଚି ରହିଛି। ଅତୀତରେ ମଧ୍ୟ ଅନେକ ଥର ବାଂଲାଦେଶରୁ ଭାରତ ବିରୋଧୀ ପ୍ରତିବାଦ ହୋଇଛି ଏବଂ ଡିସେମ୍ବରରେ ମଧ୍ୟ ବାଂଲାଦେଶରେ ଇଣ୍ଡିଆନ ଏମ୍ବାସି ଉପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଭାରତ ଏବଂ ବାଂଲାଦେଶ ସୀମା ମାର୍ଗରେ ଡ୍ରଗ୍ସ ସ୍ମଗଲିଂ, ପଶୁ ସ୍ମଗଲିଂ ଏବଂ ଅସ୍ତ୍ର ଯୋଗାଣ ପ୍ରୟାସ ମଧ୍ୟ ହୋଇଛି। ଏହି ଅନୁଭବଗୁଡ଼ିକ ଭାରତକୁ ଶିଖାଇଛି କି ସୀମାରେ ଅଳ୍ପ ମଧ୍ୟ ଅବହେଳା ବହୁତ ମହଙ୍ଗା ହୋଇପାରେ। ଏହି କାରଣରୁ ବିଏସ୍ଏଫ୍କୁ ସର୍ବଦା ଆଲର୍ଟରେ ରଖାଯାଏ। ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ଫେରାଇ ପଠାଯାଉଛି ଏବଂ ବିଏସ୍ଏଫ୍ ପ୍ରତିଦିନ ଅନୁପ୍ରବେଶକାରୀମାନଙ୍କୁ ଧରି ଫେରାଇ ପଠାଉଛି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ଏହା ପରିସ୍ଥିତିର ଚାପ ଏବେ ଭୂମି ଉପରେ ଅନୁଭବ ହେଉଛି ବୋଲି ସଂକେତ। ଲୋକେ ଭୟ, କ୍ରୋଧ କିମ୍ବା ବାଧ୍ୟତାରେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁଯାୟୀ ଏହି ସମଗ୍ର ପରିସ୍ଥିତିରେ କିଛି ବାହ୍ୟ ଶକ୍ତି ମଧ୍ୟ ସକ୍ରିୟ ରହିପାରନ୍ତି। ପାକିସ୍ତାନ ଏବଂ ଚୀନ ଭଳି ଦେଶଗୁଡ଼ିକ ବାଂଲାଦେଶକୁ ଭାରତ ବିରୋଧରେ ଉଙ୍କାଇବାକୁ ଚେଷ୍ଟା କରିପାରନ୍ତି। ଏପରି ହେଲେ ଏହା କେବଳ ଦୁଇ ଦେଶର ବିଷୟ ନୁହେଁ, ସମଗ୍ର ଦକ୍ଷିଣ ଏସିଆର ସ୍ଥିରତା ବିପଦରେ ପଡ଼ିପାରେ ଏବଂ ଭାରତ ଏହି ସବୁ ବିଷୟ ଭଲ ଭାବେ ବୁଝିଛି। ଏହି କାରଣରୁ କୌଣସି ବୟାନ କିମ୍ବା ନିଷ୍ପତ୍ତି ମଧ୍ୟ ବହୁତ ଭାବିଚିନ୍ତି ନେଇ ନିଆଯାଉଛି। ବାହାରୁ ଶାନ୍ତି ଦେଖାଯାଉଥିଲା ମଧ୍ୟ ଭିତରେ ଭିତରେ ପ୍ରତ୍ୟେକ ସିନାରିଓ ଉପରେ କାମ ସରିଛି। ଏହି ସମଗ୍ର ଘଟଣାଗୁଡ଼ିକର ପ୍ରଭାବ କେବଳ ସୁରକ୍ଷାକୁ ହିଁ ସୀମିତ ନୁହେଁ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡ଼ିଛି। ଅନେକ ଜାଗାରେ ବ୍ୟବସାୟ ଅଟକି ଯାଇଛି। ଇଣ୍ଡିଆନ ଉତ୍ପାଦକମାନେ କ୍ଷତି ସହୁଛନ୍ତି। ନିର୍ତ ଏବଂ ଆମଦାନୀ ଦୁହେଁ ପ୍ରଭାବିତ ହୋଇଛି। ପୁରୁଣା ପ୍ରୋଜେକ୍ଟଗୁଡ଼ିକୁ ଅଟକାଇ ଦିଆଯାଇଛି। ଅର୍ଥାତ୍ ଏହି ବିଷୟ କେବଳ ରାଜନୀତି କିମ୍ବା ସାମରିକ ବିଷୟ ନୁହେଁ, ଅର୍ଥନୈତିକ ମଧ୍ୟ। ପରିସ୍ଥିତି ଯେତେବେଳେ ଏପରି ହିଁ ରହିଲେ ଦୁଇ ଦେଶ ହିଁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆଗକୁ କ'ଣ ହେବ?
ଭାରତ ଏବଂ ବାଂଲାଦେଶ ନିଜର ସମ୍ପର୍କଗୁଡ଼ିକୁ ରକ୍ଷା କରିପାରିବେ କି? ଶେଖ୍ ହସିନା ବିଷୟ ସମାଧାନ ହେବ କି? ନହେଲେ ଏହି ଉତ୍ତେଜନା ଆହୁରି ବଢ଼ିବ କି? ଏହି ପ୍ରଶ୍ନଗୁଡ଼ିକ କେବଳ ସରକାରଗୁଡ଼ିକର ନୁହେଁ, ଏଗୁଡ଼ିକ ସାଧାରଣ ଲୋକଙ୍କ ଭବିଷ୍ୟତ ସହିତ ଜଡ଼ିତ ପ୍ରଶ୍ନ। ଆପଣଙ୍କର ମତାମତ କ'ଣ? ଆପଣଙ୍କୁ ଲାଗୁଛି କି ଦୁଇ ଦେଶର ସମ୍ପର୍କ ପୁନର୍ବାର ସାଧାରଣ ଅବସ୍ଥାକୁ ଫେରିବ? ଆପଣଙ୍କର ମତାମତ ନିଶ୍ଚିତ ଭାବେ କମେଣ୍ଟ ବକ୍ସରେ ଲେଖନ୍ତୁ। ଭିଡିଓ ଭଲ ଲାଗିଲେ ଭିଡିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏପରି ଆହୁରି ଅନେକ ଭିଡିଓ ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍‌କୁ ଅଲ୍ ଉପରେ ସେଟ୍ କରନ୍ତୁ।